21 ଜୁନ୍‌ରୁ 27 ଜୁନ୍ କିପରି ରହିବ ବୃଷ ରାଶିମାନଙ୍କ ପାଇଁ ଏହି ସପ୍ତାହ ଚାଲନ୍ତୁ ଡିଟେଲ୍ସ ଜାଣିବା। ତ ପ୍ରଥମେ ପରିବାର ଭାବ ଦେଖିଦେବା। ପାରିବାରିକ ଜୀବନ ଏହି ସପ୍ତାହରେ ଆପଣମାନଙ୍କ ପାଇଁ କାଫି ସକାରାତ୍ମକ ରହିବ ଓ ଘରର ବାତାବରଣ ଆପଣମାନଙ୍କର ଖୁସିର ଆଗମନ ରହିବ। ତ ବୈବାହିକ ଜୀବନରେ ଆସୁଥିବା ଯେଉଁ ପରିଶାନ ତାହା ମଧ୍ୟ ଶେଷ ହେବ। ପତ୍ନୀ ପତ୍ନୀଙ୍କ ଭିତରେ ପ୍ରେମର ବଢ଼ିବ ଓ ଆପଣଙ୍କ ମଧ୍ୟରେ ସମଝଦାରୀ ଓ ମଜବୁତ ରହିବ। ପାରିବାରିକ ମାମଲାରେ ଏହି ସପ୍ତାହ ବହୁତ ଭଲ କାଫି ଆପଣମାନଙ୍କ ପାଇଁ ରହିବ ଓ ମନ ଆପଣଙ୍କର ପ୍ରସନ୍ନ ରହିବ। ବ୍ୟାପାର ଓ ନୌକରୀ ଦୃଷ୍ଟିରୁ ମଧ୍ୟ ଦେଖାଯାଏ ତ ଆପଣଙ୍କର ପରିଶ୍ରମ ରଙ୍ଗ ଲଗାଇବା ଆପଣଙ୍କ ଜୀବନରେ ଆପଣ ଯେଉଁ ରେଜଲ୍ଟକୁ ଆଶା କରିଥିଲେ ତାହା ମଧ୍ୟ ଏହି ସପ୍ତାହରେ ମିଳିବ। ଲମ୍ବା ସମୟରୁ ଆପଣଙ୍କର ଯେଉଁ ପରିଶ୍ରମ ଥିଲା ତାହା ମଧ୍ୟ ଦୂର ହେବ। ଆପଣଙ୍କର ଯେଉଁ ପରିଶ୍ରମର ପୁରା ଫଳ ଆପଣ ଏହି ସପ୍ତାହରେ ପାଇପାରିବେ। ତେଣୁ ପରିଶ୍ରମ ଦ୍ୱିଗୁଣିତ କରିନିଅନ୍ତୁ। ତ ଯେଉଁମାନେ ବି ଜବ୍ କରୁଛନ୍ତି ଏହି ସମୟରେ ସେମାନଙ୍କ ପାଇଁ ବହୁତ ଭଲ ଅଟେ। ଏହି ସପ୍ତାହଟି ଆପଣମାନଙ୍କ ପାଇଁ ଖୁସି ଖବର ମିଳିପାରେ। ଯେଉଁମାନେ ବି ଜବ୍ କାର୍ଯ୍ୟକ୍ଷେତ୍ର କରୁଛନ୍ତି ତ ସହଯୋଗ ଆପଣ ପାଇବେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ। ତ ପ୍ରମୋସନରେ ଯେଉଁମାନେ ଅନେଇ ବସିଛନ୍ତି କି କେବେ ପ୍ରମୋସନ୍ ହେବ, ଆପଣଙ୍କ ଯଦି ଭଲ କାମ କରୁଛନ୍ତି ତାହେଲେ ଆପଣଙ୍କର ପ୍ରମୋସନ୍ର ମଧ୍ୟ ସମ୍ଭାବନା ଏହି ସପ୍ତାହରେ ଭରପୁର ରହିଛି। ତ ଏହି ସପ୍ତାହ ଦେଖାଯାଏ ତ ବ୍ୟାପାର ଜବ୍ କ୍ୟାରିୟର ପାଇଁ ବାକି ବହୁତ ହି ଭଲ ଅଟେ। ତ ଆପଣଙ୍କ ଏଜୁକେସନ୍ ଦେଖିନେବା। ତ ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସପ୍ତାହ ନିଜର ପାଠପଢ଼ା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତ ଏହି ସମୟରେ ଆପଣ ଫୋକସ୍ଠାରୁ ଦୂରରେ ରହିବେ। ଲକ୍ଷ୍ୟ ପ୍ରତି ଧ୍ୟାନ ଦେବେନି। ତ ଇଆଡ଼ୁ ସିଆଡ଼ୁ ଭାବିପାରନ୍ତି ଅଚାନକ ଆପଣଙ୍କ ମନରେ ପରିବର୍ତ୍ତନ ଆସିପାରେ, କିନ୍ତୁ ଆପଣ ଆପଣଙ୍କର ଲକ୍ଷ୍ୟକୁ ପୁରା ଫୋକସ୍ର ସହିତ ରଖନ୍ତୁ ଓ ଆପଣଙ୍କର ପାଠପଢ଼ା ପୁରା କରନ୍ତୁ। ତ ଏହି ସମୟରେ ଆପଣ କୌଣସି ନୂଆ କୋର୍ସରେ ଜଏନ୍ କରନ୍ତି, କୌଣସି ନୂଆ ଆକ୍ଟିଭିଟି ସାମିଲ ହୋଇପାରନ୍ତି, ଯାହାଦ୍ୱାରା କି ଆପଣଙ୍କର ଭବିଷ୍ୟତରେ ଆପଣଙ୍କୁ ଫାଇଦା ଦେଇପାରିବ। ତ ଦେଖାଯାଏ ତ ଆପଣମାନଙ୍କ ପାଇଁ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ କାଫି ନର୍ମାଲ ରହିଛି। ତ ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ। ତ ସ୍ୱାସ୍ଥ୍ୟ ସାବଧାନୀ ବହୁତ ଆବଶ୍ୟକ ଅଛି ବୃଷ ରାଶିମାନଙ୍କ ପାଇଁ ଏହି ସପ୍ତାହଟି। ତ ଏହି ସପ୍ତାହ ଆପଣଙ୍କର ସ୍ୱାସ୍ଥ୍ୟରେ ଉତାର ଚଢ଼ାବ ଆସିପାରେ। ଆପଣ ତ୍ୱଚା ଓ ଆଖି ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯାଇପାରେ। ସୁଗାର ବିପି ଯେଉଁମାନଙ୍କର ଅଛି ସେମାନଙ୍କର ବିଶେଷ ଡିଜିଜ୍ ବଢ଼ିପାରେ ଏହି ସମୟରେ। ତ ସାବଧାନ ନିହାତି ଆବଶ୍ୟକ ଅଛି। ଖାନପିନାର ବ୍ୟବସ୍ଥା କରନ୍ତୁ ଓ ସାବଧାନ ସହିତ ଯାହା ନାହିଁ ତାହା ଖାଇଦିଅନ୍ତୁନି। ସ୍ୱାସ୍ଥ୍ୟର ବିଗିଡ଼ିବାର ସମ୍ଭାବନା ପୁରା। ଆର୍ଥିକ ସ୍ଥିତି ଦେଖାଯାଏ ତ ଏହି ସପ୍ତାହରେ ଆପଣ ଖର୍ଚ୍ଚର ଅଧିକ ରହିବ। ଆପଣ ଯେଉଁ ଜିନିଷ ପାଇଁ ଆଶା କରିଥିଲେ କି ବହୁତ ଦିନରୁ ତାହା ମଧ୍ୟ ଏହି ସମୟରେ ମିଳିବ। ତ ସେଥିପାଇଁ ଆପଣଙ୍କ ଧନ ଖର୍ଚ୍ଚ ମଧ୍ୟ ହେବ। ତ ଏହି ସମୟରେ ଆପଣଙ୍କର ଅଟକିଥିବା ପଇସା ମଧ୍ୟ ବାପସ ମିଳିବ ଓ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଧାରିବ ଏହି ସପ୍ତାହରେ। ତ ଲଭ୍ ଲାଇଫ୍ ଦେଖାଯାଏ ତ ବହୁତ ହି ଭଲ ଅଛି। କୌଣସି ପ୍ରକାର ଇସ୍ୟୁ ନାହିଁ। ତ ଆପଣମାନଙ୍କ ପାଇଁ ଉପାୟ ହେଉଛି ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢ଼ାନ୍ତୁ, ବଜରଙ୍ଗ ବାଣ ପାଠ କରନ୍ତୁ ଓ ଜରୁରତମନ୍ଦ ଲୋକଙ୍କୁ ଭୋଜନ ଦିଅନ୍ତୁ। ତ ଏହି ସପ୍ତାହରେ ସ୍ୱାସ୍ଥ୍ୟ ଓ ସୁଧାରିବା ପାଇଁ ମନକୁ ଶାନ୍ତି ଦେବା ପାଇଁ ଓମ୍ର ଜପ ନିହାତି କରନ୍ତୁ।